যাত্রা মঞ্চরে নଣ୍ଡା ମୁଣ୍ଡରେ ଯାତ୍ରା ମହାବଳ ବିଗ୍ ବସ୍ ସଞ୍ଜୟ ଭୋଳ ପ୍ରଥମ ଥର ପାଇଁ ଯାତ୍ରା କଳାକାର ଓ କର୍ମଚାରୀମାନଙ୍କ ପାଇଁ ଜୀବନ ବୀମା। ଆଗାମୀ ଯାତ୍ରା ବର୍ଷ 2024-25ରେ ଯାତ୍ରା ମଇଦାନକୁ ଆସିବ ବିଗ୍ ବଜେଟ୍ ଯାତ୍ରା ଅନୁଷ୍ଠାନ ଯାତ୍ରା ଯାଜ୍ଞସେନୀ। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ମେ ମାସ 13 ତାରିଖ ପବିତ୍ର ସୋମବାର। ମହାଦେବଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। 2024 ଓ 25 ବର୍ଷର ବିଶେଷ ଆକର୍ଷଣ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ରଙ୍କ ସୁନାର ସ୍ୱପ୍ନ କଳାର ମୟୂର ସିଂହାସନ ଯାତ୍ରାଶ୍ରୀ ବିଶ୍ୱ ଦରବାର। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କାହାର କେଉଁ ନାଟକ କେଉଁଠି? ଓଡ଼ିଶାର ପୁରପଲ୍ଲୀରେ ଚମକିବ ଯାତ୍ରା ଜଗତରେ ନୂଆ ନାଟକ ଆସର ଜମିବ। ଯାତ୍ରାଶ୍ରୀ ବିଶ୍ୱ ଦରବାର ଦ୍ୱିତୀୟ ଅଭିନୟ ରଜନୀ, ବେଣାଗଡ଼ିଆ, କଲ୍ୟାଣପୁର, ଭୁବନେଶ୍ୱର। ଆଜିର ନାଟକ ମୃତ୍ୟୁ ପରେ ମଣିଷ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ଓಂ ଶ୍ରୀ ବାଘାଜ୍ୟୋତି ଲୋକନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ପାଟକୁରା, କେନ୍ଦ୍ରାପଡ଼ା। ଆଜିର ନାଟକ ଜୀବନ ଭାସୁଛି ଆଖି ଲୁହରେ। ରଚନା ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନା ଲାଲା ବୀରେନ ରାୟ, ସଙ୍ଗୀତ ମିହିର ମହାନ୍ତି। କଳିଙ୍ଗ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ଚିଟିକଣା, ନିମାପଡ଼ା, ପୁରୀ। ଆଜିର ନାଟକ କମଳ ଦେଶର ରାଜକୁମାରୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ଇନ୍ଦ୍ରଭୁବନ ତୃତୀୟ ଅଭିନୟ ରଜନୀ, ବିଜୟନଗର, କେନ୍ଦ୍ରାପଡ଼ା। ଆଜିର ନାଟକ ଗୋଟିଏ ପୁଣ୍ୟରେ ଗୋଟିଏ ଝିଅ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରାଶ୍ରୀ ମା ବାଣେଶ୍ୱରୀ ତୃତୀୟ ଅଭିନୟ ରଜନୀ, ବଳଙ୍ଗା, ନିମାପଡ଼ା, ପୁରୀ। ଆଜିର ନାଟକ ବନ୍ଧୁ ବାନ୍ଧିଛି ମୁଁ ଦୁଃଖ ସାଥିରେ। ରଚନା ଅକ୍ଷୟ ସାହୁ, ରଚନା ଅକ୍ଷୟ ରାଉତ, ନିର୍ଦ୍ଦେଶନା ବୁଲୁ ବିଶ୍ୱାଳ, ସଙ୍ଗୀତ ମାନସ ସାର। ଶିବାନୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ଘଣ୍ଟିଖାଲ, ଖୁଣ୍ଟଣୀ, କଟକ। ଆଜିର ନାଟକ ଆଖି ତୋର ଲୁହ ମୋର। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଅପେରା ଅଶୋକ ସମ୍ରାଟ ତୃତୀୟ ଅଭିନୟ ରଜନୀ, କାଇପଦର, ନିରାକାରପୁର, ପୁରୀ। ଆଜିର ନାଟକ ସବୁ ଲୁହ ସରିଗଲା ପରେ। ରଚନା ଗୁଲେଖ ମହାରଣା, ନିର୍ଦ୍ଦେଶନା ସୀତାକାନ୍ତ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଅପେରା ସୂର୍ଯ୍ୟ ମନ୍ଦିର ପ୍ରଥମ ଅଭିନୟ ରଜନୀ, ବାଗଲପୁର, କଟକ। ଆଜିର ନାଟକ ହାତ ଧରି ବାଟ ଚାଲୁଥିବି। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ବିକାଶ ଶୁକ୍ଳା। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟ ରଜନୀ, ରେଙ୍ଗଳ, ଡେଲାଙ୍ଗ, ପୁରୀ। ଆଜି ଦୁଇ ଗୋଟି ଶୋ ଯାତ୍ରା ସ୍ୱର୍ଣ୍ଣମହଲର ଫ୍ରି ଶୋ। ପ୍ରଥମ ଶୋର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ଦ୍ୱିତୀୟ ଶୋର ନାଟକ ରଜା ଘର କଥା ମନେ ରଖିଥା। ରଚନା ଗଣେଶ ରାଉତ, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଏକନ ସାର। ତୁଳସୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ବ୍ଲକ ଛକ, ନିଶ୍ଚିନ୍ତ କୋଇଲି, କଟକ। ଆଜିର ନାଟକ ସିନ୍ଦୁର ହଜିଛି ଶୁଭ ରାତିରେ। ରଚନା ଡକ୍ଟର ରଞ୍ଜିତ ଲେଙ୍କା, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ମା ଶକ୍ତିମୟୀ ଲୋକନାଟ୍ୟ ପ୍ରଥମ ଅଭିନୟ ରଜନୀ, ବିଲିପଡ଼ା, ନିମାପଡ଼ା, ପୁରୀ। ଆଜିର ନାଟକ କାହିଁକି କାନ୍ଦୁଛି କହିବି ନାହିଁ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର। ଯାତ୍ରା ଦୁର୍ଗା ମନ୍ଦିର ତୃତୀୟ ଅଭିନୟ ରଜନୀ, ଜନାର୍ଦ୍ଦନପୁର, ସାଲେପୁର, କଟକ। ଆଜିର ନାଟକ ଦିନ ସରୁନି କି ଲୁହ ସରୁନି। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକନ ସାର। ଯାତ୍ରା ଆକାଶଗଙ୍ଗା ତୃତୀୟ ଅଭିନୟ ରଜନୀ, କୁଡ଼ିଆମାଳ, କାଉପୁର, ଭଦ୍ରକ। ଆଜିର ନାଟକ ତୁ କହିବୁ ନା ମୁଁ କହିବି। ରଚନା ଇଞ୍ଜିନିୟର ତୁଷାରକାନ୍ତ, ନିର୍ଦ୍ଦେଶନା ବିକ୍ରମ ନାୟକ, ନନ୍ଦୁ ସାର। ଗୌରୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ, ବିରିପଟା, ପ୍ରୀତିପୁର, ଯାଜପୁର। ଆଜିର ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ,
সঙ্গীত টিটন সার। যাত্রা রঙ্গমহল দ্বিতীয় অভিনয় রজন কাশীপুর ତମାଣ୍ଡୁ ଭୁବନେଶ୍ୱର। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ଓ ନିର୍ଦ୍ଦେଶନା ହର ବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ପ୍ରଥମ ଅଭିନୟ ରଜନୀ କଟିକଟା ବରକୁଳିଆ ସାଲେପୁର କଟକ। ଆଜିର ନାଟକ ହାରିବନି କେବେ ବାପର ପୁଅ। ରଚନା ଅଜୟ ସୋ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରାଜନନ୍ଦିନୀ ପ୍ରଥମ ଅଭିନୟ ରଜନୀ କର୍ଲା ବାରକୋଟ ଦେବଗଡ଼। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା। ରଚନା ଜୀବନ ଜେନା, ନିର୍ଦ୍ଦେଶନା ବିଜୟ ଦାସ, ସଙ୍ଗୀତ ପ୍ରେମାନନ୍ଦ। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ ଜୟପୁର ତ୍ରିଶୂଳିଆ କଟକ। ଆଜିର ନାଟକ ତୋ ବିନା ମୁଁ ଅଧା ଅଧା। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୁକ୍ଳା। ତାରିଣୀ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ଦେଉଳତରା ରାଜକନିକା କେନ୍ଦ୍ରାପଡ଼ା। ଆଜିର ନାଟକ ଜୀବନ ଖୋଜୁଛି ଜରା ନିବାସ। ରଚନା ଇଞ୍ଜିନିୟର ପ୍ରଶାନ୍ତ ପୁହାଣ, ନିର୍ଦ୍ଦେଶନା ମାନସ ଭୂୟାଁ, ସଙ୍ଗୀତ ବିକାଶ ଶୁକ୍ଳା। ଅପେରା ସାଇ ସମ୍ରାଟ ଚତୁର୍ଥ ଅଭିନୟ ରଜନୀ ହଦମୌଦ ଅମର୍ଦା ବାଲେଶ୍ୱର। ଆଜିର ନାଟକ ବନ୍ଧୁ ପ୍ରେମ ଟିକେ ଲାଗେ ନିଆରା। ରଚନା କ୍ଷିତୀଶ ମଣ୍ଡଳ, ନିର୍ଦ୍ଦେଶନା କିଶୋର ଖଣ୍ଡୁଆଳ, ସଙ୍ଗୀତ ବିକାଶ ଶୁକ୍ଳା। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ, ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ, ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକେ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକେ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ।